ଏହା ଥିଲା ସେହିଦିନ ରାତିର କଥା। ଗୋଟିଏ ଛୋଟିଆ କବିତା ମାଧ୍ୟମରେ। ରାତ୍ରିର ଅନ୍ଧକାରକୁ ଦେଖି ଲାଗୁଥିଲା ସକାଳଟି ବେଶ୍ ଆଲୋକମୟ ହେବ। ସୂର୍ଯ୍ୟଙ୍କର କିରଣକୁ ନେଇ ଯେତେ ସବୁ ଆଶା ଓ ଆକାଂକ୍ଷା ପୂରଣ ହେବ। ହେଲେ ସତରେ କ'ଣ ଏହା ହୁଏ କି? ନାଇଁ ମ। ସେଦିନ ମେଡ଼ିକାଲର ଚାରିକାନ୍ଥ ମଧ୍ୟରେ ରହି ଲାଗୁଥିଲା ଜୀବନଟା ଯେମିତି ମେଘାଚ୍ଛନ୍ନ ହୋଇଯାଇଛି। କଳାହାଣ୍ଡିଆ ମେଘଟା ଯେମିତି ସବୁ ପ୍ରତୀକ୍ଷାକୁ ଘୋଡ଼ାଇ ଦେଇଛି। ସେହି କ୍ଷଣି ଲାଗୁଥାଏ ସତରେ ନାରୀ ଜୀବନଟା କ'ଣ ଏତେ କଷ୍ଟମୟ? ତା ଉପରେ ପୁଣି କର୍ତ୍ତବ୍ୟ ଓ ଦାୟିତ୍ୱର ଲମ୍ବା ଲିଷ୍ଟ ବି ରହିଥାଏ। କିନ୍ତୁ ଏତିକି ମାତ୍ର ଖୁସି ଯେ ସେ ଅନ୍ଧାରକୁ ଦୂର କରି ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗୀନ କରିବା ପାଇଁ ନିଜ ପ୍ରିୟ ମଣିଷର ଚେଷ୍ଟା ସର୍ବଦା ରହିଥାଏ। ଯାହାଙ୍କ କାନ୍ଧକୁ ଆଶ୍ରା କରି ସାରା ଜୀବନ କାଟିବାର ନିଷ୍ପତ୍ତିଟା ଉପରେ ଗର୍ବ ଆସିଥାଏ। ସୋ ସେଇ ଦିନଟା ବହୁତ ଟଫ୍ ମୋ ପାଇଁ ଥିଲା। ଆଇ କ୍ୟାଣ୍ଟ ଇଭେନ୍ ଏକ୍ସପ୍ଲେନ୍ ହାଉ ଡିଫିକଲ୍ଟ ଇଟ୍ ୱାଜ୍। ଆଣ୍ଡ ତାପରେ ବି କିଛି ଫ୍ରେଣ୍ଡ ଥାଆନ୍ତି ଯେଉଁମାନଙ୍କ ପ୍ରେଜେନ୍ସଟା ବହୁତ ମ୍ୟାଟର୍ କରେ।